ଜାଣନ୍ତି ସାଙ୍ଗମାନେ ଆଉ ମୁଁ ୟୁଟ୍ୟୁବ ଭିଡ଼ିଓ କରେ ଆଉ ୟୁଟ୍ୟୁବ ଭିଡ଼ିଓ ସହିତ ମୁଁ ୟୁଟ୍ୟୁବରେ ଭିଡ଼ିଓ ଦେଖେ। ମୋ ପ୍ରତ୍ୟେକ ଦିନ ସବୁଦିନ ମୁଁ ଭିଡ଼ିଓ ଦେଖେ କାହାର ନା ଜାପୁଆର ପେଟ୍ ବ୍ଲଗର, କାହିଁକିନା ସେ ବହୁତ ଭଲ ଭିଡ଼ିଓ କରନ୍ତି ଆଉ ପ୍ରେରଣା ଦିଅନ୍ତି ଲୋକମାନଙ୍କୁ। ଆଉ ଜୀବଜନ୍ତୁ ଲାବ୍ରାଡୋର, ଜର୍ମାନ ସେଫର୍ଡ, ପିଟବୁଲ୍ ନା କ'ଣ ଅଛି ନା ପିଟୁ ତାଙ୍କର ଗୋଟେ ଡଗ୍ ଅଛି। ବହୁତ ଶାନ୍ତ ଆଉ ସରଳ ଡଗ୍ଟା। ଆପଣ ଜାଣନ୍ତି ପେଟବୁଲ୍ ଡଗ୍ ମାନେ ଆଗ୍ରେସିଭ୍। ତାଙ୍କୁ ମୁଁ ବହୁତ ଶୀଘ୍ର ଦେଖା କରିବାକୁ ଯାଉଅଛି, କିନ୍ତୁ ଯିବା ପୂର୍ବରୁ ଆପଣମାନଙ୍କ ପାଖରେ ମୋତେ ଗୋଟେ ସାହାଯ୍ୟ ଦରକାର ଅଛି। ଆଉ ସେଇଟା ମୁଁ ଭିଡ଼ିଓରେ ଲାଷ୍ଟରେ କହିବି, ଭିଡ଼ିଓରେ ଲାଷ୍ଟ ଯାଏଁ ବନେଇ ଦିଅନ୍ତୁ। ओडिशा छुआ भारी बढ़िया किए हब कुहा। हेलो हाय नमस्कार जय जगन्नाथ ମୁଁ ଆପଣମାନଙ୍କୁ ସ୍ୱାଗତ ହେଉଛି ଆଉ ଗୋଟେ ଦମଦାର ଲଙ୍ଗ ଭିଡ଼ିଓରେ 100 ଡେ ଚ୍ୟାଲେଞ୍ଜର 67 ବ୍ଲଗକୁ। ଆଜି ଟାଇମ୍ ଆସିକି କେତେଟା ହେଲାଣି? ଟାଇମ୍ ଆସିକି ହେଲାଣି 12ଟା। ଆଜି 12ଟାରେ ବ୍ଲଗ ଆରମ୍ଭ ହେଉଛି। ଆଜି କିନ୍ତୁ ସୂର୍ଯ୍ୟ ଦେବତା ଆସିଛନ୍ତି କହିବାକୁ ଗଲେ। ଦେଖନ୍ତୁ ସୂର୍ଯ୍ୟ ଦେବତା କୁଆଡ଼େ ହେଲା? ସୂର୍ଯ୍ୟ ଦେବତା ହେଇଠି ଆଖି କ'ଣ ହେଇଯାଉଛି ଅନେଇଲେ ସୂର୍ଯ୍ୟ ଦେବତା ଅନେଇ ହେଉନି ସେ ଯୋଗୁଁ। ଦେଖନ୍ତୁ ଆଜି ଟିକେ ପବନ ଦେଉନି କାହିଁକି ନା ଖରା ଆଜି ଗୁଳୁମୁଳି ଟିକେ ହେଉଛି। ଆଜି 5-6 ଦିନ 7 ଦିନ ହେଲାଣି ଯାହା ଟିକେ ଥଣ୍ଡା ପାଗ ଦେଉଥିଲା, ଏଇନେ କିନ୍ତୁ ଗୁଳୁମୁଳି ହେଲାଣି। ଗୁଳୁମୁଳି ଯେ ଅଲଗା ପ୍ରକାର ଗୁଳୁମୁଳି, ଆଉ ରହି ହେଉନି। ମାନେ ଏତେ ପାଣି ଖରାଟା ନା ଗୁଳୁମୁଳି ହେଉଛି। ଦେଖନ୍ତୁ ପାଗ ହେଇଛି। ଚାଲନ୍ତୁ ଆଜିର ବ୍ଲଗଟାକୁ ଷ୍ଟାର୍ଟ କରି ଆଜି କ'ଣ ଅଛି ଡିଟେଲ୍ସରେ ବ୍ଲଗ ଦେଖନ୍ତୁ। ଚ୍ୟାନେଲକୁ ଯେଉଁମାନେ ନୂଆ ଆସୁଛନ୍ତି ଚ୍ୟାନେଲ ସବସ୍କ୍ରାଇବ୍ କରୁ। ଚାଲନ୍ତୁ ଯିବା ଭିଡ଼ିଓଟାକୁ ଆଗକୁ ନେବା। ସାଙ୍ଗମାନେ ଦେଖିପାରୁଥିବେ କେତେ ଚଢ଼େଇ ନା ପାରା ଉଡ଼ିକି ଯାଉଛନ୍ତି। ଦେଖନ୍ତୁ ପୁରା କେତେ ପାରା, ଦେଖନ୍ତୁ କେତେ ପାରା ଆକାଶରେ ଏତେ ପାରା ଆଜି ଉଡ଼ିକି ଯାଉଛନ୍ତି। ବୋଧେ କାହାର ଗୋଟେ ଖୋଲିଛନ୍ତି ବୋଧେ ପାରା। ଦେଖନ୍ତୁ ପାରା ସବୁ ଉଡ଼ିକି ଗଲେ ସିଆଡ଼େ, ସବୁ ସିଆଡ଼େ ଯାଉଛନ୍ତି। ଦେଖନ୍ତୁ ସବୁ ସିଆଡ଼େ, ଦେଖନ୍ତୁ ସବୁ ପଳେଇଲେ ହେଇ ସିଆଡ଼େ ଯାଉଛନ୍ତି। ସାଙ୍ଗମାନେ କାଲି ଗାଡ଼ିରେ ସାପ ପଶିଲେ ଯେ କୁଆଡ଼େ ଗଲା ଆଉ ଜାଣି ହେଲାନି। କୁଆଡ଼େ ଗଲା ଆଉ ତ ଖୋଜିଲି ପୁରା। ଦେଖିଥିବେ ବ୍ଲଗ ପୁରା ମୁଁ ଖୋଲିଲି, ସବୁ ବ୍ୟାଟେରୀ ସବୁ ଖୋଲାଖୋଲି କଲି, ଦେଖିଲି କିନ୍ତୁ ପାଇଲିନି। ଦେଖୁ ସେ ପୁରା ଏଇ ଛୋଟ ସାପଟା, ବେଶୀ ବଡ଼ ନୁହଁ, ଛୋଟ ସାପଟା। ତଥାପି ଭୟ ଲାଗିବ କି ନା, କୋଉ ସାପଟା ଦେଖିଦେଇଥିଲେ ଜଣା ପଡ଼ିଯାଇଥାନ୍ତା। ଆଉ ଏ ମାଟି ବିରାଡ଼ି ହେଇଥିଲା ଏତେ ହେଇନଥାନ୍ତା। ବଡ଼ ସାପ ହେଇଥାନ୍ତା, ବଡ଼ ସାପ ଛୁଆ ହେଇଥାନ୍ତା ଯଦି ଭୟ ଲାଗିବ କି ନା। ସାପଟା ନା କ'ଣ ହେଇଥାନ୍ତେ, ଝିଟି ପିଟି ହେଇଥାନ୍ତେ। କିନ୍ତୁ ସାପଟା ବହୁତ ଟିକେ ଛୋଟିଆଟା ଅନେଇଥିଲା। ମୁଁ ଯେମିତି ଚାର୍ଜ କରିବାକୁ ଯାଉଛି ସେମିତି ପୁରା ଯୋଉଠି ଚାର୍ଜ କରିବାର ଅଛି ସେଇଠି ଅନେଇଥିଲା ବାହାରିକି। ମାନେ ସେ ଥୁଆ ଅଛି ବାହାରେ ନା, ଗାଡ଼ି ବାହାରେ ଥୁଆ ହେଲେ ମାନେ ଜୀବଜନ୍ତୁ ଆସିକି ପଶି ଯାଉଛନ୍ତି। ତାକୁ କ'ଣ କରିବା ନା ଗୋଟେ କଭର ମଗେଇବା, ମାନେ ଘୋଡ଼େଇକି ରଖିବା। ଆଉ କଭର ନ ଘୋଡ଼େଇ ରଖିଲେ କାହିଁକି ନା ଧୂଳି ହେଉଛି, ଏକରେ ଧୂଳି ଉଡ଼ୁଛି, ଧୂଳି ଉଡ଼ିଲାକୁ ଗାଡ଼ି ଆସନା ହେଉଛି। ଆଉ କଭର ଘୋଡ଼େଇ ଦେଲେ କ'ଣ ଧୂଳି ଉଡ଼ିବନି କି, ପୁରା ଏକତ୍ର ଚକାଠୁ ତଳ ଯାଇ ପୁରା ଗ୍ରିପ୍ ହେଇକି ରହିବ। କିଛି ଜୀବଜନ୍ତୁ ବି ପଶି ପାରିବେନି। ଆଉ ଏଇନେ ସକାଳ କେତେଟା 12ଟା ହେଲାଣି। 12ଟାରେ ଏଇନେ ସବୁ ଚଢ଼େଇ ଉଡ଼ିକି ଗଲେ, ପାରା ଉଡ଼ିକି ଗଲେ। ଆଉ କ'ଣ ହବ ଆପଣଙ୍କ ଡିଟେଲ୍ସ ବ୍ଲଗଟାକୁ ଦେଖନ୍ତୁ। ଚାଲନ୍ତୁ ସାଙ୍ଗମାନେ, ଟାଇମ୍ ଆସିଗଲାଣି 2ଟା ନୁହଁ ତ 2:30। 2:30ରେ ଦେଖନ୍ତୁ ସାଙ୍ଗମାନେ ମେଘ ଜଷ୍ଟ ଏଇନେ ଛାଡ଼ିଲା। ମୁଁ ଖାଉଥିଲି ବସିକି, ସାଙ୍ଗମାନେ ମେଘ ହେଲା। ଦେଖନ୍ତୁ ସେଠି ପାରା ବସୁଛନ୍ତି କେମିତି ସବୁ ମେଘରେ ସବୁ ଓଦା ହେଇକି, ଦେଖୁଛନ୍ତି ତ ସେଠି ବସନ୍ତି ସେଠି ସବୁ। ଦେଖନ୍ତୁ ମେଘ ଜଷ୍ଟ ପକେଇକି ଛାଡ଼ିଲା, ମୁଁ ଖାଉଥିଲି ଦେଖେଇ ପାରିଲିନି। ଆଉ ଏଇନେ ଦେଖନ୍ତୁ ପାଗ ପୁରା ଅଲଗା ପ୍ରକାର। ସୂର୍ଯ୍ୟ ମହାପ୍ରଭୁ ପଳେଇଲେ। ଏପଟେ ଦେଖନ୍ତୁ ମେଘୁଆ ପାଗ, ପୁରା ଅଲଗା ପ୍ରକାର ପାଗ। ସବୁ ପାରା ସବୁ ସେଠି ବସିଛନ୍ତି ମେଘ ଛାଡ଼ିଲା ପରେ। ଏଠି କିଏ ବସିଛି ନା, ଏଠି ବସିଛି ଟୁଙ୍ଗୁରୁ ବଳ ବସିଛି। ମେଘ ଜଷ୍ଟ ଛାଡ଼ିଲା, ଦେଖିଲା ଥଣ୍ଡା ଲାଗିଲା ବୋଲି ପଳେଇ ଆସିଲା ଛାତ ଉପରୁ ଟିକେ ବସିବା। ଆଉ ଗରମ ହେଉଥିଲା, ଯୋଉ ଗରମ ଛାଡ଼ିଗଲା। ବର୍ଷା ପକେଇଲା, କେମିତି ପକେଇଲା କହିଲ? ପୁରା ଏକାଥରେ କୁଆଡ଼େ କିଛି ଆକାଶରେ ନଥିଲା। ପୁରା ପାଗ ପୁରା ଖରା ଦେଉଥିଲା। ଖରା ପାଗରୁ ଡାଇରେକ୍ଟ ପୁରା ଏମିତି ହେଲା, ଅନ୍ଧାର କରି ପୁରା ପବନ ଯେ ଜୋର ପବନ ଆଇଲା। ପୁରା ଏକାଥରେ ବର୍ଷା ହେଲା ପରେ ଦେଖୁ ସବୁଆଡ଼େ ଓଦା ହେଇଯାଇଛି। ପୁରା ଗ୍ରୀନ୍ ହେଇଗଲା। ଟିକେ ଏଇ ଖରା ହେଲା ଆଉ ଟିକେ ପରେ ସବୁ ଗ୍ରୀନ୍ ହେଇଯାଇଛି। ଦେଖନ୍ତୁ ସବୁ ଗଛ ସବୁ ଗ୍ରୀନ୍। ମନି ପ୍ଲାଣ୍ଟ ଗଛଟା ଦେଖନ୍ତୁ ଟିକେ ମରି ଆସୁଥିଲା, ଫେର ବର୍ଷା ଯେମିତି ହେଲା ଫୋରେ ଜିନ୍ଦା ହେଇଯାଇଛି ଗଛଟା। ଲେମ୍ବୁ ଗଛ ତା କଥା କହିବାକୁ ଗଲେ ଚଳିବ, କାହିଁକିନା ସେ ପୁରା ଗ୍ରୀନ୍। ତା ଦେହରେ ପୋକ ଟିକେ ଲାଗିଗଲେ, କାହିଁକିନା ପୋକ ଲାଗିଯାଆନ୍ତି ଏଇ ସିଜିନ୍, ବର୍ଷା ଦିନେ ସିଜିନ୍ରେ ଲେମ୍ବୁରେ ପୋକ ଲାଗିଯାଆନ୍ତି। ଲେମ୍ବୁ ଗଛ ଦେହରେ ପୋକ ଲାଗିଯାଆନ୍ତି। ଆଉ ଆମର ତ ଗୋଲାପ ଗଛ ତ କ'ଣ ହେଉଛି ଆସ୍ତେ ଯେ ଯେଉଁଗୁଡ଼ାକ ଖରା ଦିନ ପତ୍ର ସେଗୁଡ଼ା ଝଡ଼ିଗଲା। ଆଉ ଯେଉଁ ପତ୍ର ଏଇନେ ବର୍ଷା ଦିନ ପତ୍ର କଅଁଳୁଛି ଦେଖଉଛି। ଇଏ ହେଲା ବର୍ଷା ଦିନ ଗୋଲାପ ପତ୍ର, ଇଏ ହେଲା ବର୍ଷା ଦିନ ଗୋଲାପ ପତ୍ର। ସବୁ ଏଗୁଡ଼ା ସବୁ ସରିଗଲା। ଆଉ ଗୋଟେ ନୂଆ ପତ୍ର ହେଉଛି ଏଠି ସବୁଆଡ଼େ ହେଉଛି। ମାନେ ଦେଖନ୍ତୁ ଏଠି ବି ଗ୍ରୀନ୍ ଯେଉଁଗୁଡ଼ାକ ମରିଗଲା, ଏଗୁଡ଼ା ସବୁ ମରିଯାଇଛି। ଏଗୁଡ଼ା ଦେଖନ୍ତୁ ନୂଆ ହେଉଛି ଗୋଲାପ ଗଛ। ଗଛ ତ ଆମର ଛନଛନିଆ ହେଇକି ବାଡ଼ୁଛି। ଆଉ ବିଜୁଳି ଗଛ
ପିଜୁଳି ପଡ଼ ମଞ୍ଜି ପଡ଼ୁଛି ତ ସେଇ ଯୋଉ ଘନ ଘନ ଉଠୁଛି। ଦେଖନ୍ତୁ କେତେ ପିଜୁଳି ଗଛ ହେଇଛି। ଏଠି ଦେଖନ୍ତୁ ପିଜୁଳି ଗଛ, ଆଉ ସେଠି ଏଠି ଦେଖନ୍ତୁ ପିଜୁଳି ଗଛ, ଖାଲି ପିଜୁଳି ଗଛ, ଯେତେ ଯୋଉଠି ଦେଖିବ ପିଜୁଳି ଗଛ। ବଡ଼ ପିଜୁଳି ଗଛ, ଇଏ ଛୋଟ ପିଜୁଳି, ସିଏ ବଡ଼ ପିଜୁଳି। କଥା ଏଇ ତ କାମ ଆଉ କ'ଣ ହବ। ସବୁ ବସିଛନ୍ତି, ଟୁଙ୍ଗୁରୁ ବେଳ ଆମର ବସିଛି ପୁରା ଖାଇ ପିଇକି ପୁରା ରେଡି। କିଛି କାମ ନାହିଁ, ଧନ୍ଦା ନାହିଁ, କିଛି ନାହିଁ। କ'ଣ କରିବ ସିଏ ବି କ'ଣ କରିବ ଯେ, ସିଏ କିଛି କରିବାର ନାହିଁ। ଆଉ ଏଇ ମେଘ ପାଗରେ ଦେଖନ୍ତୁ ଟିକେ ଯିବା ଯଦି କୁଆଡ଼େ ଆଇସିକୁ ଫୋନ୍ କରିବା, କୁଆଡ଼େ ଯିବା ଯଦି ଆପଣମାନଙ୍କୁ କହିବି, ଯଦି ଯିବି ତାହେଲେ ଏଇଠି ଘରେ ବ୍ଲକ୍ କରିବା। ଦେଖିବା କ'ଣ ହେଉଛି। କାଲି ତ ଗାଡ଼ି ସାପ ପଶି ଯାଇଥିଲା। ମୁଁ ଆଉ କାଲିଠୁ ବେଶୀ ଗାଡ଼ି ଚଲେଇନି, ଭୟ ଲାଗୁଛି। ମାନେ ଭାବନ୍ତୁ କେଉଁ ସାପଟାକୁ ଦେଖି ଦେଇଥିଲେ ଢଣା ଫଣା ବୁଢ଼ା ଫଡ଼ା ହେଇଥିଲେ ମୁଁ ଭୟ ଲାଗିନଥାନ୍ତା। ନାଗଛୁଆ ହେଇଥାନ୍ତା ଯଦି ଭାବୁନି, ନାଗଛୁଆ ହେଲେ ତ ମୁଁ ଡର ଲାଗେନି। ସାପ ନା ସାପ, ଆଉ ଭୟ ଲାଗିବ। ଏଇନେ ମେଘ ଫେର ପବନ ଟିକେ ଥଣ୍ଡା ଥଣ୍ଡା ଦେଲାଣି। ନଈରେ ଟିକେ ବୁଲି ଦେଇକି ଆସିବା, ନଈରେ ପାଣି କେତେ ହେଇଛି ଦେଖିବା। ଟାଇମ୍ଟା ଟିକେ ଯାଉରି। ମେଘ ପକେଇବ ଯଦି ଗାଡ଼ି ହେଇନି, ମେଘ ପକେଇଲା କାଦୁଅ ହାତରେ କାହିଁ ଗାଡ଼ି କାଢ଼ିବା। ଦେଖିବା ଯିବା ଟିକେ ବନ୍ଧ ଟିକେ ବୁଲି ଦେଇକି ଆସିବା ଆଉ। ସାଙ୍ଗମାନେ ବର୍ଷା ଆରମ୍ଭ ହେଇଗଲା ଦେଖନ୍ତୁ। ସକାଳେ ଭଲ ପାଗ ଥିଲା, ବର୍ଷା ଛାଡ଼ିଲା, ଫେର ବର୍ଷା ଆରମ୍ଭ ହେଇଗଲା ଦେଖନ୍ତୁ। ଅଲଗା ପ୍ରକାର ବର୍ଷା, ଧୀରେ ଧୀରେ ଡାଇରେକ୍ଟ ଜୋରରେ ବର୍ଷା। କିଛି ବର୍ଷାର ମାନେ ନାହିଁ। ଦେଖନ୍ତୁ କେଡ଼େ ଜୋରେ ବର୍ଷା ଅଛି, ପବନ କେଡ଼େ ଜୋରେ ହେଉଛି ଦେଖୁଛନ୍ତି ତ। ସେ ନଡ଼ିଆ ଅଛକୁ ନଈ ବଢ଼ି ଆସିଲା ବି ତଥାପି ବର୍ଷା ହେଉଛି। ହଉ ବର୍ଷା କେତେବେଳକୁ ଛାଡ଼ିବ, ଯଦି ବର୍ଷା ଛାଡ଼ିବ ଯଦି କୁଆଡ଼େ ଯିବା। ଆଉ ନହେଲେ ବର୍ଷାରେ ଆପଣମାନେ କୁହନ୍ତୁ, ବର୍ଷାରେ କୁଆଡ଼େ ଯିବା? ଯାଇ ହେବନି କୁଆଡ଼େ। ଏଇ ତ ଦୁନିଆ ପ୍ଲାଷ୍ଟିକ ପାନିଆ ଆଉ। ଚାଲନ୍ତୁ, ଆଉ କ'ଣ ହେବ ଦେଖନ୍ତୁ। ବର୍ଷା ଆରମ୍ଭ ହେଇଗଲା ତ, ମୋତେ ଲାଗୁଛି ଛାଡ଼ି ଯାଇଥିଲା ମଝିରେ, ଆଉ ଇଏ ଆଉ ଛାଡ଼ିବନି ମୋତେ ଲାଗୁଛି। ଇଏ ଯେଉଁ ହେବ ବୋଧେ ଲଗାତାର ହେବ, କାହିଁକିନା ସେଦିନ ଯେମିତି ହେଲା 6 ଦିନ ପୁରା ଲଗାତାର 6 ଦିନ। 7 ଦିନ ଟିକେ ସକାଳୁ ହେଲା, ତାପରେ ହେଲାନି, ରହିଗଲା। କିନ୍ତୁ ଏଇନେ ଦେଖନ୍ତୁ ସାଙ୍ଗମାନେ ଜୋର ମେଘ ହେଉଛି। ମୁଁ ତାଙ୍କର ବହୁତ ବଡ଼ ଫ୍ୟାନ୍। ମୁଁ ତାଙ୍କ ଭିଡ଼ିଓ ମୁଁ ପୁରା ଫାଷ୍ଟରୁ ଦେଖି ଆସିଲି। ମୁଁ ଯେବେଠୁ ତାଙ୍କର ବ୍ଲଗିଂ ଷ୍ଟାର୍ଟ କଲେ, ଗୋଟେ ଫାଷ୍ଟ ଚ୍ୟାନେଲ୍ ତାଙ୍କର କ'ଣ ହେଲା, ସିଏ ଆଉ ଭିଡ଼ିଓ କଲେନି। ଫେରେ ଆଉ ଥରେ ଗୋଟେ ନୂଆ ଚ୍ୟାନେଲ୍ କରି ଭିଡ଼ିଓ କଲେ। ତାଙ୍କର ସେଇ ଦିନଠୁ ମୁଁ ଭିଡ଼ିଓ କରି ତାଙ୍କ ଭିଡ଼ିଓ ଦେଖି ଆସୁଛି। ଆଉ ମୁଁ ବହୁତ ତାଙ୍କର ବଡ଼ ଫ୍ୟାନ୍। ଇମ୍ପ୍ରେସନ୍ ତାଙ୍କଠୁ ବି ବହୁତ ଇମ୍ପ୍ରେସନ୍ ହେଇକି ମୁଁ ଭିଡ଼ିଓ କରୁଛି। ସେ ବହୁତ ଭଲ ଲୋକ, ଭଲ ଭିଡ଼ିଓ ବି କରନ୍ତି। ଆଉ ସେ ପେଜରେ ରଖନ୍ତି। ଆମେ କେନ୍ଦୁଝର ଯିବୁ, ଯଦି ଦେଖେଇବୁ ଆପଣମାନଙ୍କୁ, ଯିବୁ। ଆଉ ମେଘ ଦେଖନ୍ତୁ ସାଙ୍ଗମାନେ, ମେଘ ଛାଡ଼ି ଯାଇଥିଲା, ଫେର ମେଘ ହେଇଥିଲା। ଆଉ ସବୁ ଦେଖନ୍ତୁ ପୁରା ଆକାଶ ପୁରା ବହୁତ ସାରା ଭଲ ହେଇଛି। ସେଠି ଦେଖନ୍ତୁ ସାଙ୍ଗମାନେ ଏରୋପ୍ଲେନ୍ ଯାଉଛି, ହେଇ ସେଠି ଏରୋପ୍ଲେନ୍ ଯାଉଛି, ସାଉଣ୍ଡ ହେଉନି, ଧୀରେ ଧୀରେ ସାଉଣ୍ଡ ହେଉଛି। ବହୁତ ମଜାମସ୍ତି ହେବ ସେଠି ଯଦି ଆମେ କେନ୍ଦୁଝର ଯିବୁ। ଏଇ ଡିସେମ୍ବର ମାସରେ ଅଛି। ଆଇସୁ କ'ଣ ଯିବ, ତାଙ୍କର ମାମୁଁ ଘର, ତା ମାମୁଁର କିଏ ବାହାଘର ଗୋଟେ ଅଛି। ସେ କେନ୍ଦୁଝର, ତାଙ୍କର କେନ୍ଦୁଝର ଟାଉନ୍ ଉପରେ ବାହାଘର ଅଛି। କି କେନ୍ଦୁଝର ଟାଉନ୍ ଉପରେ, ତାଙ୍କ ଘର ବି କେନ୍ଦୁଝର ଟାଉନ୍ ଉପରେ। ଆଇସୁ କହୁଥିଲା ଯିବ ଯଦି ଯିବ। ଆଉ ଆମେ କିନ୍ତୁ ପିକନିକ୍ ହେବ କେନ୍ଦୁଝର ଏଇ ବର୍ଷ, ଆମେ ଯିବୁ କେନ୍ଦୁଝର। ଆଉ ଟାଇମ୍ ଆସିଗଲାଣି କେତେ ନା 4ଟାରେ ମେଘ ପାଗ, ବହୁତ ପାଗ ଦେଇ। ସେ ଯେତେବେଳେ ପିଟୁ ଆସେ ତାଙ୍କ ବ୍ଲଗ୍ରେ ମୋତେ ବହୁତ ଭଲ ଲାଗେ, କାହିଁକିନା ପେଟବୁଲ୍ ଡଗ୍ ମୋତେ ବହୁତ ପସନ୍ଦ। ବହୁତ ମୁଁ ଆଉ ପେଟବୁଲ୍ ଡଗ୍ ମୁଁ ସବୁବେଳେ ୟୁଟ୍ୟୁବରେ ସର୍ଚ୍ଚ କରିଥାଏ। ଆଉ ସର୍ଚ୍ଚ କରିବାରେ ୟୁଟ୍ୟୁବରେ ଜାପୁଆର ପେଟ୍ ବ୍ଲଗଙ୍କର ନାଁ ସେ ଫାଷ୍ଟରେ ଓଡ଼ିଶାର ନମ୍ବର 1 କ୍ରିଏଟର ପେଟ୍ ବ୍ଲଗର କିଏ ନା ଜାପୁଆର ପେଟ୍ ବ୍ଲଗ। ସେ ବହୁତ ଭଲ ଲୋକ ମୁଁ ଜାଣିଛି। ଆଉ ସେ ବହୁତ ଜୀବଜନ୍ତୁକୁ ଭଲ ପାଆନ୍ତି। ଆଉ ତାଙ୍କର ମିନିଚୁ ଆମେ ଯିବାର ଅଛି, ଏଇ ଭିତରେ ଯିବାର ଅଛି କେନ୍ଦୁଝର। ଯିବୁ ଯଦି ଆପଣମାନଙ୍କୁ ସେଇଠି ଜାପୁଆର ଭାଇଙ୍କ ସହିତ ଦେଖା କରେଇବି ବ୍ଲଗ୍ରେ। ଆଉ ପିଟୁ ସହିତ ବି ଭିଡ଼ିଓ ଫଟୋ ଯାହା ହବ ଦେଖିବେ ଆପଣମାନେ। ଆଉ ସେ ଯେଉଁ ସବୁ ଡଗ୍ ରଖନ୍ତି, ଜର୍ମାନ ସେଭର ଆଉ ପେଟ୍ ବୁଲୁ ଆଉ ଲାବ୍ରେଡର, କେତେ ଆଉ ସବୁ ବହୁତ ପ୍ରକାର ଡଗ୍ ରଖିଥାନ୍ତି, ସେ ରଖିଛନ୍ତି। ଆଉ ତାଙ୍କ ବିଷୟରେ ଆଜିର ଭିଡ଼ିଓଟା ଥିଲା, ଜାଣିଥିବେ। ଆଉ ଦେଖା ଟାଇମ୍ ଆସିଗଲାଣି 5ଟା, ଆଜି ଜାଣିଥିବେ। ଜାପୁଆର ଭାଇଙ୍କ ସହିତ ମୁଁ ଜାପୁଆରାମଙ୍କ ଭାଇଙ୍କ ବିଷୟରେ ଆଜିର ଭିଡ଼ିଓଟା ଥିଲା। କାହିଁକିନା ମୁଁ ଏଇ କିଛି ଦିନ ଭିତରେ ଜାପୁଆରାମ ଭାଇଙ୍କ ଦେଖା କରିବାକୁ ଯାଉଛି। ଦେଖା କରିବା ପୂର୍ବରୁ ଆଉ ମେଘ ଦେଖନ୍ତୁ ସାଙ୍ଗମାନେ, କେମିତି ମେଘ ପକେଇଲାଣି। ଟାଇମ୍ ହେଇଗଲାଣି ଆଜି ଆସିକି 5ଟା। ଆଉ ଆଜି ତ ଟାଇମ୍ ହେଇଯାଇଛି ଭିଡ଼ିଓର ଏଣ୍ଡ କରିବାର, କାହିଁକିନା ଆଉ କିଛି ଦିନ ଗଲା ପରେ ମୁଁ ଜାପୁଆରାମ ଭାଇଙ୍କ ସହିତ ଦେଖାହେବି। ବ୍ଲଗ୍ରେ ବନି ରୁହନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ ରଖିଥାନ୍ତୁ। ଜାପୁଆରାମ ଭାଇଙ୍କ ସହିତ ଦେଖାହେଲେ ଦେଖିବେ। ରହିଲି, ନମସ୍କାର, ଜୟ ହିନ୍ଦ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।